थाना एसआईଙ୍କର ଅକାଳ ବିୟୋଗ थाना ଓ ଅଞ୍ଚଳରେ ଶୋକାକୁଳ ପରିବେଶ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସଆଇ ଭାସ୍କର ଖୁସ୍ଲାଙ୍କର 56 ବର୍ଷ ବୟସରେ ଅକାଳରେ ପରଲୋକ ଘଟିଛି। ଗତ 22/5/2026 ତାରିଖ ଦିନ କାର୍ଯ୍ୟରୁ ବିଶ୍ରାମ ନେଉଥିବା ସମୟରେ ରାତିରେ ସାମାନ୍ୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କ ସହକର୍ମୀଙ୍କୁ ସେ କହିଥିଲେ। ଏହା ଜାଣିବା ପରେ ଥାନା କର୍ମଚାରୀ ସାଙ୍ଗେ ସାଙ୍ଗେ ସ୍ଥାନୀୟ ଥାନାରେ ସାମ୍ନାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଶୁଣିବା ପରେ ଥାନା ପକ୍ଷରୁ ସାଙ୍ଗେ ସାଙ୍ଗେ ମୃତ ଏସଆଇ ଶ୍ରୀ ଖୁସ୍ଲାଙ୍କ ନିଜ ବାସସ୍ଥାନ କେଲରରେ ଥିବା ପରିବାରକୁ ଫୋନ୍ ଯୋଗେ ଜଣାଯାଇଥିଲା। ଖବର ପାଇ ପରିବାର ଲୋକେ ଥୁଆମୂଳ ରାମପୁର ଥାନାରେ ଆସି ପହଞ୍ଚିଥିଲେ। ମୃତ ଖୁସ୍ଲାଙ୍କର ସ୍ତ୍ରୀ ଓ 2 ପୁଅ ଏବଂ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଶବ ବ୍ୟବଚ୍ଛେଦ ପରେ ଥାନା ପରିସରକୁ ଅଣାଗଲା। ଏହା ପୂର୍ବରୁ ଜିଲ୍ଲା ପୁଲିସ ଡିଏସ୍ପି ହରିବନ୍ଧୁ ବାର୍ତ୍ତା ପହଞ୍ଚି ସାରିଥିଲେ। ଥାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଥାନା ଅଧିକାରୀ କୈବଲ୍ୟ ସେଠ, ଏସଆଇ ସୁଶାନ୍ତ ପଣ୍ଡା, ଏଏସଆଇ ଏନପି ସରକାର, ଏସଆଇ ସନ୍ତୋଷ କୁମାର ସେଠୀ ଏବଂ ସମସ୍ତ ଥାନା କର୍ମଚାରୀ ସମେତ ଆରଆଇବି ଏନ୍ ଫୋର୍ସଙ୍କର ଉପସ୍ଥିତିରେ ଶବକୁ ସମ୍ମାନିତ ସହିତ ଫୁଲମାଳ ଅର୍ପଣ ସହିତ ଥାନା ପରିସରରେ ଗାର୍ଡ ଅଫ୍ ଅନର ପ୍ରଦାନ କରି ଶେଷ ଦର୍ଶନ କରିଥିଲେ। ମୃତ ଏଏସଆଇ ଖୁସ୍ଲା ସେ କୋରାପୁଟ ଜିଲ୍ଲା ପିଏସ୍ କାକରିଗୁମା ଥାନା ଅଧୀନରେ ଥିବା ଜେଲର ଗ୍ରାମର ସେ ଥୁଆମୂଳ ରାମପୁର ଥାନାରେ 1 ବର୍ଷ 6 ମାସ କାର୍ଯ୍ୟ କରିଥିଲେ। ଶବକୁ ନିଜ ଗାଁକୁ ଥାନା କର୍ମଚାରୀଙ୍କ ସହାୟତାରେ ମହାପ୍ରାଣ ଯୋଗେ ପଠାଇ ଦିଆଯାଇଛି। ତେବେ ମୃତ ଏଏସଆଇ ଶ୍ରୀ ଖୁସ୍ଲାଙ୍କର ସ୍ତ୍ରୀ 2ଟି ପୁଅ ରହିଛନ୍ତି। ମୃତ ଏସଆଇ ଖୁସ୍ଲା ପୋଲିସ ଅଧିକାରୀଙ୍କର ବିୟୋଗରେ ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଥୁଆମୂଳ ରାମପୁରରୁ ରବି ନାରାୟଣ ସିଂଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।